ମା ଠାକୁରାଣୀ ମାନସୀଙ୍କ ଗାଲରେ ଏକ ଶକ୍ତ ଚପଡ଼ା ମାରି କହୁଛନ୍ତି, ସବୁବେଳେ ତ ଜୀବନ ଜୀବନ ହଉଥିଲୁ, ଆଉ ଆଜି ଯେତେବେଳେ ଜୀବନକୁ ବଞ୍ଚାଇବାର ସମୟ ଆସିଗଲା ସେତେବେଳେ ପଞ୍ଚଘୁଞ୍ଚା ଦଉଛୁ, କିନ୍ତୁ ପ୍ରକୃତରେ ଜ୍ୟୋତି ହିଁ ପ୍ରକୃତ ସ୍ତ୍ରୀର ଧର୍ମ ପାଳନ କରିଛି। ଆରେ ମୁଁ ତ ଅନ୍ଧ ହେଇଯାଇଥିଲି ଯେ ତୋ ପରି ଗୋଟେ ସାପକୁ କ୍ଷୀର ଦେଇ ପୋଷି ଆସୁଥିଲି। ଆଉ ତାପରେ ମାନସୀ ମା ଠାକୁରାଣୀକୁ କହୁଛନ୍ତି, ହଁ ମୁଁ ଗୋଟେ ସାପ, ଏବେ ଆପଣମାନେ ଜୀବନ ବାବୁକୁ ସବୁ ସତ କଥା କହିଦେବେ ତ, ଯାଆନ୍ତୁ କହିଦିଅନ୍ତୁ। ଏମିତି କହିକି ମାନସୀ ଶିବ ମନ୍ଦିର ପାଖରୁ ଗୋଟେ ତ୍ରିଶୂଳ ନେଇ ଆସୁଛନ୍ତି ଆଉ କହୁଛନ୍ତି, ଏବେ ଆପଣମାନେ ନିଜର ଉତ୍ତରାଧିକାରୀକୁ ହରାଇବା ପାଇଁ ପ୍ରସ୍ତୁତ ହେଇଯାଆନ୍ତୁ। ଏମିତି କହିକି ମାନସୀ ତାଙ୍କର ହାତକୁ ତ୍ରିଶୂଳରେ କାଟି ଦଉଛନ୍ତି। ଆଉ ଏମିତି ଘଟଣା ଦେଖିବା ପରେ ଘର ଲୋକମାନେ ସମସ୍ତେ ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ ତାପରେ ଜ୍ୟୋତି ମାନସୀଙ୍କୁ କହୁଛନ୍ତି, ଅପା ତୁ କଣ ଚାହୁଁଛୁ? ମୁଁ ସାନ ବାବୁଙ୍କୁ କହିବିନି ଯେ ତୁ ତାଙ୍କ ସ୍ତ୍ରୀ ନୁହଁ ବୋଲି? ଠିକ ଅଛି। ଏମିତି କହିକି ଜ୍ୟୋତି ତ୍ରିଶୂଳ ଉପରେ ହାତ ରଖି କହୁଛନ୍ତି, ମୁଁ ମହାଦେବଙ୍କ ରାଣ ଖାଇ କହୁଛି, ତୁ ଗର୍ଭବତୀ ଥିବା ଯାଏ ମୁଁ ସାନ ବାବୁଙ୍କୁ ଏ ବିଷୟରେ କିଛି ବି କହିବିନି। ଆଉ ତାପରେ ରଘୁବୀର ଜୀବନକୁ ବନ୍ଧୁକ ଦେଖାଇ ଆଣୁଛନ୍ତି ଆଉ ମା ଠାକୁରାଣୀଙ୍କୁ କହୁଛନ୍ତି, ମା ମୁଁ ଆଜି ଜୀବନ ଆଉ ଜ୍ୟୋତିଙ୍କୁ ମାରିଦେବି। ଏମିତି କଥା ଶୁଣିବା ପରେ ମା ଠାକୁରାଣୀ, ପବନ ଆଉ ଜ୍ୟୋତି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତେବେ ଦର୍ଶକ ବନ୍ଧୁ, ଆଜି ଏଇଭଳି ଏକ ଦମଦାର ଏପିସୋଡ ଦେଖିବାକୁ ପାଇବେ।